ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ଅର୍ଡର ଆସିବା ପରେ ଏବେ ଅନୁଭବ ମହାନ୍ତି ବହୁତ ଖୁସି ଥିବାର ନଜର ଆସିଛନ୍ତି। ଏହା ସହିତ ତାଙ୍କ ପରିବାରର ବାପା ମା ଓ ସାନ ଭାଇ ବି ମଧ୍ୟ ଖୁସି ଥିବାର ନଜର ଆସିଛନ୍ତି। ତ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଅନୁଭବଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିଲା। ତ ଏବେ ଅନୁଭବଙ୍କ ବାପା ଧୀରେ ଧୀରେ ଠିକ୍ ହେବାରେ ଲାଗିଛନ୍ତି। ଆଉ ଏହି କାରଣରୁ ଏବେ ସାରା ପରିବାର ଏକାଠି ଥିବାର ଦେଖାଦେଇଛନ୍ତି। ଅନୁଭବ ମହାନ୍ତି ଗତ ଦିନମାନଙ୍କରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ବାହାଘର ପରେ ଅନୁଭବ ଓ ବର୍ଷା କିଛି ଦିନ ଠିକ୍ ଭାବରେ ରହିଥିଲେ। ଆଉ ଏକାଠି ରହିବା ପରେ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କଳହ ଲାଗିଥିଲା। ଆଉ ଏହାପରେ ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଏବେ ଅନୁଭବ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷାଙ୍କ ଠାରୁ ଅଲଗା ହୋଇପାରିବେ। ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ବର୍ଷାଙ୍କୁ ନେଇ ବହୁତ ଚିନ୍ତାରେ ରହିଥିଲେ। ବହୁତ ମାନସିକ ଅବସ୍ଥା ଖରାପ ହୋଇଥିଲା ଅନୁଭବ ମହାନ୍ତିଙ୍କର। ତା ସହିତ ପରିବାର ଲୋକମାନେ ବି ମଧ୍ୟ ଅଶାନ୍ତିରେ ରହିଥିଲେ। ତ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ନୂଆ ବର୍ଷରେ ଅନୁଭବ ମହାନ୍ତିଙ୍କୁ ନୂଆ ଖବର ମିଳିଛି। ଆଉ ଏହି କାରଣରୁ ସାରା ପରିବାର ଲୋକମାନେ ଏବେ ବହୁତ ଖୁସି ଥିବାର ନଜର ଆସିଛନ୍ତି। ଏହା ସହିତ ଅନୁଭବଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବି ମଧ୍ୟ ଧୀରେ ଧୀରେ ଠିକ୍ ହେବାରେ ଲାଗିଛି। ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି। ଆଇ ଲଭ୍ ୟୁ ଫିଲ୍ମ ମାଧ୍ୟମରେ ଅନୁଭବ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ହୋଇଥିଲେ। ଆଉ ଏହା ପରଠାରୁ ସେ କେବେ ବି ହେଲେ ପଛକୁ ଫେରି ଚାହିଁନାହାନ୍ତି। ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି ଓଲିଉଡ୍ ଏହି ଜବରଦସ୍ତ ଅଭିନେତା ଅନୁଭବ ମହାନ୍ତି। ବର୍ଷାଙ୍କ ସହିତ ତାଙ୍କର ବହୁତ ସାରା ସିନେମା ରହିଛି ଯାହାକି ସାରା ଓଡ଼ିଶାର ଲୋକମାନେ ଏହି ଯୋଡ଼ିକୁ ବେଶ୍ ଅଧିକ ପସନ୍ଦ କରିଛନ୍ତି। ଅନୁଭବ ବର୍ଷା ପରସ୍ପରଙ୍କୁ ସୁଟିଂ ସେଟ୍ରୁ ଭଲ ପାଇ ବାହା ହୋଇଥିଲେ। ହେଲେ ଏବେ ଦୁହିଁଙ୍କର ଡିଭୋର୍ସ ହେବାକୁ ଯାଉଛି।